ଜଣେ ଦକ୍ଷ ବ୍ୟକ୍ତି ହବା ଦରକାର ଯେ ଓଡ଼ିଶା ସବୁ ଜାଗା ଘରେ ଘରେ ପରିଚିତ ବା ସହର ମାନଙ୍କର ପରିଚିତ ଥିବ। ସେ ବ୍ୟକ୍ତି ଜଣକ ମୁଖ୍ୟମନ୍ତ୍ରୀ ହେଲେ ଆମେ ପ୍ରାୟ ଶାସନ ଚଳେଇ ପାରିବୁ, ଆମକୁ ଭଲ ଲାଗିବ। ଆଜ୍ଞା ସେ ଗିରୀଶ ମୁର୍ମୁ ଯେ ଆମେ ଏବେ ଶୁଣୁଛୁ, ପୂର୍ବରୁ କେବେ ଶୁଣି ନଥିଲୁ। ସୁରେଶ ପୂଜାରୀ ମଧ୍ୟ ଦକ୍ଷ ଲୋକ, ଆମେ ତାକୁ ପସନ୍ଦ କରୁଛୁ। ଚିନ୍ତାଧାରା କ'ଣ? ଆମର ମନମୋହନ ସାମଲ ଆପଣଙ୍କର ଅଛନ୍ତି ସୁରେଶ ପୂଜାରୀ ରେସ୍ରେ। ସୁରେଶ ପୂଜାରୀ ହେଲେ ଭଲ ହବ। ଦୀର୍ଘ ଦିନର ବିଜୁ ଜନତା ଦଳର ଶାସନ କ୍ଷମତାର ଅବସାନ ଘଟିଛି। ଏବେ ରାଜ୍ୟ ସରକାରର ହାତ ବିଜେପିକୁ ଆସିଛି। ତେବେ ମୁଖ୍ୟମନ୍ତ୍ରୀକୁ ନେଇ ବର୍ତ୍ତମାନ ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ହାତୀ କାହା ମୁଣ୍ଡରେ କଳସ ଢାଳିବ ସେ ନେଇ ବର୍ତ୍ତମାନ ଆଲୋଚନାର ବିଷୟବସ୍ତୁ ପାଲୁଛି। ଛକ ବଜାର ରାସ୍ତାଘାଟ ସବୁଠି ଆଲୋଚନା, କିଏ ହେବ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଆମେ ଅଛୁ ଯାଜପୁର ଜିଲ୍ଲା ପରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ୟାସନଗର ପୌର ପରିଷଦର ଦଳା ଛକଠାରେ, ଯେଉଁଠାରେ ଦେଖିବା ଅନେକ ଗୁଡ଼ିଏ ବ୍ୟକ୍ତିବିଶେଷ ଏବଂ ଜନସାଧାରଣ ମାନେ ଆଲୋଚନା କରୁଛନ୍ତି ଯେ ମୁଖ୍ୟମନ୍ତ୍ରୀ କିଏ ହେବ, ତାଙ୍କୁ ନେଇକି କାହା ମନରେ କ'ଣ ଉତ୍କଣ୍ଠା ପ୍ରକାଶ ପାଇଛି। ଆସନ୍ତୁ ସିଧାସଳଖ ଭାବରେ ଆଲୋଚନା କରିବା। ସ୍ୱାଗତ କରିବି ପ୍ରତିଦିନ ଟିଭିକୁ। ଆମ ପରିଚୟଟା ରଖନ୍ତୁ। ଆଜ୍ଞା ମୋ ନାଁ ହେଲା ମୋହନ ସାହୁ, ଘରଟାର ଦଳା, ୱାର୍ଡ ନମ୍ବର 20, ବ୍ୟାସନଗର ମ୍ୟୁନିସିପାଲିଟି, ଯାଜପୁର। ଆପଣ କାହାକୁ ବର୍ତ୍ତମାନ ପରିସ୍ଥିତି ଦେଖୁଛନ୍ତି ଯେ ଶାସନ ଭାର କ୍ଷମତା ଯେ କରିପାରିବ, ମାନେ ଉପଯୁକ୍ତ ଯୋଗ୍ୟ ପ୍ରାର୍ଥୀ ବୋଲି ଭାବୁଛନ୍ତି? ଜଣେ ଦକ୍ଷ ବ୍ୟକ୍ତି ହବା ଦରକାର ଯେ ଓଡ଼ିଶା ସବୁ ଜାଗା ଘରେ ଘରେ ପରିଚିତ ବା ସହର ମାନଙ୍କର ପରିଚିତ ଥିବ। ସେ ବ୍ୟକ୍ତି ଜଣକ ମୁଖ୍ୟମନ୍ତ୍ରୀ ହେଲେ ଆମେ ପ୍ରାୟ ଶାସନ ଚଳେଇ ପାରିବୁ, ଆମକୁ ଭଲ ଲାଗିବ। ଦେଖିବେ ଗିରୀଶ ମୁର୍ମୁ ଯେତେବେଳେ ତାଙ୍କ ବି କଥା ଉଠୁଛି ବର୍ତ୍ତମାନ ପରିସ୍ଥିତିରେ। ଆଜ୍ଞା ସେ ଗିରୀଶ ମୁର୍ମୁ ଯେ ଆମେ ଏବେ ଶୁଣୁଛୁ, ପୂର୍ବରୁ କେବେ ଶୁଣି ନଥିଲୁ। ଆଉ ସେ ବି ଓଡ଼ିଶା ସାଙ୍ଗରେ ଜଡ଼ିତ ପ୍ରାୟ ନଥିବେ, ପ୍ରାୟ ଆମେ ଅନୁମାନ କରୁଛୁ। ଯେହେତୁ ଆମେ ଯେଦିନ ରାଜନୀତି କଲୁଣି ତାଙ୍କର ନାଁ କେବେ ଶୁଣି ନଥିଲୁ। ଏ ଅଳ୍ପ କେତେ ଦିନ ଶୁଣିବାକୁ ମିଳୁଛି। ଏ ବିଜେପି ସରକାର ଆସିଲେ ଦିନ ସାର୍ ଆମେ ଶୁଣିବାକୁ ପାଉଛୁ। ଦେଖିବା ସମ୍ବଲପୁରର ଯୋଉ ବିଧାୟକ ରହିଛନ୍ତି ତାଙ୍କୁ କିଭଳି ଭାବରେ ବର୍ତ୍ତମାନ ସୁରେଶ ପୂଜାରୀ ମଧ୍ୟ ଦକ୍ଷ ଲୋକ, ଆମେ ତାକୁ ପସନ୍ଦ କରୁଛୁ। ଆପଣଙ୍କ ନଜରରେ ଆଉ ଏମିତି କିଏ ଆସୁଛନ୍ତି ଯେମିତି କହିବା ଦାମନଗରର ଆମର ସୂର୍ଯ୍ୟବଂଶୀ, ପରି ନିର୍ବାଚନ ମଣ୍ଡଳୀ ମଧ୍ୟ ଆକାଶ ଦାସ ନାୟକ ରହିଛନ୍ତି। କିଭଳି ଭାବରେ ଆକାଶ ଦାସ ନାୟକ ଦେଖନ୍ତୁ ଫ୍ରେଶ ପିଲା, ଆଉ ଏତେ ବଡ଼ ଦାୟିତ୍ୱ ତାଙ୍କ ମୁଣ୍ଡକୁ ରଖିବାଟା ଆମେ କାହିଁକି ପସନ୍ଦ କରୁନାହୁଁ। ତାଙ୍କୁ ଅଲଗା କିଛି ଗୋଟେ ପାୱାର ଦେଲେ ମଧ୍ୟ ଭଲ ହୁଅନ୍ତା, ମୁଁ ଅନୁମାନ କରୁଛି ସେଇଟାକୁ। କ'ଣ ମନ୍ତ୍ରୀ ପଦ ବୋଲି ତାଙ୍କୁ ଯଦି ଦିଆଯାଉ ଭଲ ହବ ବୋଲି ମୁଁ ଭାବୁଥିଲି ଆଗରୁ ସେ ଥିଲେ ମୋ କଲେଜ ଅଧ୍ୟକ୍ଷ, ସେ ଶିକ୍ଷା ବିଭାଗ ତାଙ୍କୁ ଦେଲେ ମୁଁ ଖୁସି ହୁଅନ୍ତି, ଅନୁମାନ ମୋର ମନରେ। ଦେଖୁଥିଲେ ସାଧାରଣ ଯେଉଁ ଜନସାଧାରଣ ଅଛନ୍ତି ତାଙ୍କର ପ୍ରତିକ୍ରିୟା ଥିଲା କିଭଳି ଭାବରେ ବର୍ତ୍ତମାନ ପରିସ୍ଥିତିରେ ଯେଉଁ ମନ୍ତ୍ରୀ ପଦକୁ ନେଇକି ଚର୍ଚ୍ଚା ବିଷୟ ଜୋର ଧରୁଛି ଏବଂ କିଏ ହେବ ମୁଖ୍ୟମନ୍ତ୍ରୀ ତାଙ୍କୁ ନେଇ ମଧ୍ୟ ଲୋକମାନଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି। ଆଉ ଜଣେ ଆମ ସହିତ ଜନସାଧାରଣ ଅଛନ୍ତି, ସିଧାସଳଖ ଭାବରେ ଆମେ ତାଙ୍କ ସହିତ ଆଲୋଚନା କରିବା। ପରିଚୟଟା ଦିଅ। ନମସ୍କାର, ମୁଁ ଲକ୍ଷ୍ମୀଧର ପ୍ରଧାନ, ଉପଣ୍ଡ ଯାଜପୁର ଅଧିବାସୀ। ଦେଖିବା ବର୍ତ୍ତମାନ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଙ୍ଗ ଉଠୁଛି ଏବଂ ମନ୍ତ୍ରୀ ପଦଙ୍କୁ ନେଇକି ମଧ୍ୟ ପ୍ରଶ୍ନ ଉଠୁଛି। ଆପଣଙ୍କ ମନରେ କ'ଣ ଉତ୍କଣ୍ଠା ପ୍ରକାଶ ପାଇଛି ଯେହେତୁ ଆପଣ ମତଦାନ କରିକି ସାବ୍ୟସ୍ତ କରିଛନ୍ତି ଜଣେ ନାଗରିକ? ଦେଖନ୍ତୁ, ଏ ତ ଆମ କଥା ନୁହଁ, ଏ ଓଡ଼ିଶାର କଥା। ଓଡ଼ିଶାର ଜନସାଧାରଣ ବହୁ ଭୋଟ ଦେଇକରି ଓଡ଼ିଶାର ଗୋଟେ ପରିବର୍ତ୍ତନ ଆଣିଛନ୍ତି। ତେଣୁ ଯେଉଁ ଆଶା ଭରସା ନେଇକି ସେ ପରିବର୍ତ୍ତନ ଆଣିଛନ୍ତି, ସେମାନେ ଗୋଟେ ଦକ୍ଷ ମୁଖ୍ୟମନ୍ତ୍ରୀ ଖୋଜୁଛନ୍ତି ଯେ 5 ବର୍ଷ ଶାସନ କରିବ, ବିରୋଧୀ ଦଳ ବାଲାଙ୍କୁ ମାତ ଦେଇପାରୁଥିବ, ପ୍ଲସ୍ ଓଡ଼ିଶାର ପ୍ରଗତିକୁ ବହୁ ଆଗକୁ ନେଇପାରୁଥିବ। ସେଇଭଳିଆ ଯୋଗ୍ୟ ମୁଖ୍ୟମନ୍ତ୍ରୀଟେ ଓଡ଼ିଶାକୁ ଦରକାର। ଅନେକ ଗୁଡ଼ିଏ ଅବିକା ଜନପ୍ରତିନିଧି ଯାଇଛନ୍ତି ଦିଲ୍ଲୀକୁ, ଡକରା ପଡ଼ିଛି। ତାଙ୍କ ଭିତରୁ ଆପଣ କିଏ ଉତ୍ତମ ବୋଲି ଭାବୁଛନ୍ତି? କାହା ହାତରେ ଶାସନ ଭାର ଦେଲେ ଯେ ଉତ୍ତମ ସରକାର ଗୋଟେ ଗଠନ ହେଇପାରିବ ବୋଲି ଆପଣ ଭାବୁଛନ୍ତି? ମୋ ମତରେ ଯେଉଁମାନେ ବିଧାୟକ ନିର୍ବାଚିତ ହେଇକି ଅଛନ୍ତି ସେଇମାନଙ୍କ ଭିତରୁ କିଏ ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ, ଯାହାର ବହୁତ କିଛି ଅଭିଜ୍ଞତା ରହିଛି, ଆଗରୁ ଶାସନ ରାଜନୈତିକ ଜ୍ଞାନ ଗୁଣ ରହିଛି, ଜ୍ଞାନୀ ଲୋକ, ସେ ନେଲେ ସମ୍ଭାଳି ପାରିବେ ଆଉ ବିରୋଧୀ ଦଳ ବାଲାଙ୍କୁ ମାତ ଦେଇପାରିବେ। କିନ୍ତୁ କୋରିଆ ନିର୍ବାଚନ ମଣ୍ଡଳୀରେ କ'ଣ ଚାହିଁବେ? ଆକାଶ ଦାସ ନାୟକଙ୍କୁ ମନ୍ତ୍ରୀ ପଦ ହିସାବରେ? ହଁ, ତାଙ୍କର ତ ଏଠି ମୁଦ୍ଦା ଥିଲା କୋରିଆର ବିକାଶ, ଆଉ କୋରିଆର ବିକାଶ ବହୁତ ପଛକୁ ଚାଲି ଯାଇଛି ବିଗତ ଦିନରେ। ତେଣୁ କୋରିଆର ବିକାଶକୁ ନେଇକି ସମସ୍ତେ ଆଶାବାଦୀ ଆଉ ବହୁତ ଆଶା ରଖିଛନ୍ତି ଆକାଶ ବାବୁଙ୍କ ଉପରେ। ତେଣୁ ସେ ଠିକା ଏଇ ମାଟିର ପୁଅ, ସେ କିଛି ଉନ୍ନତି କରିବ ବୋଲି ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଆମେ ଆଶା କରୁଛୁ ଯାଜପୁରରୁ 2 ଜଣ ମନ୍ତ୍ରୀ ହୁଅନ୍ତୁ, ଆକାଶ ବାବୁ ଆଉ ଅମର ନାୟକ, ଏମିତି 2 ଜଣଙ୍କୁ ମନ୍ତ୍ରୀ ପଦ ମିଳିଲେ ଏଟା ଯାଜପୁରର ବିକାଶ ହବ। ରାଜ୍ୟର ଶିକ୍ଷାର ଯେଉଁ ହାରକୁ ଆପଣ କିଭଳି ଭାବରେ ଦେଖୁଛନ୍ତି ବର୍ତ୍ତମାନ ପରିସ୍ଥିତିରେ? ପୁରା ଓଲଟି ଯାଇଛି, ଶିକ୍ଷା ସ୍ୱାସ୍ଥ୍ୟ ପୁରା ଓଲଟି ଯାଇଛି।
ଆଗରୁ ଡାକ୍ତରଖାନାରେ ବେଡ୍ ନଥିଲା, ରୋଗୀ ତଳେ ଶୋଉଥିଲେ, ହେଲେ ଚିକିତ୍ସା ପାଇକିରି ସେମାନେ ଘରକୁ ଭଲ ହେଇକି ଯାଉଥିଲେ। କିନ୍ତୁ ବର୍ତ୍ତମାନ ଡାକ୍ତରଖାନାରେ ବେଡ୍ ବଢ଼ିଯାଇଛି, ଫ୍ୟାନ୍ ଲାଗିଛି, ବହୁତ ଲାଇଟ୍ ଲାଗିଛି, ବହୁତ ଚକଚକ ହେଇଛି, ଗେଟ୍ ବି ବହୁତ ଚକଚକ ହେଇଛି, କିନ୍ତୁ ରୋଗୀ ଭାବୁଛନ୍ତି ଶିକ୍ଷା ବଢିଲେ ରାଜ୍ୟ ବଢିପାରିବ ବୋଲି? ନିଶ୍ଚିତ। ତେଣୁକରି ଶିକ୍ଷା ମନ୍ତ୍ରୀ ପଦ ପାଇଁ ଆକାଶ ଜଣେ ବିବେଚିତ ପ୍ରାର୍ଥୀ ବୋଲି ଆପଣ ଭାବୁଛନ୍ତି? ହଁ, ନିଶ୍ଚିତ ଭାବରେ କଲେଜ ଶିକ୍ଷା ପାଇଁ କିଛି କରିବେ। ସେ ବି ମୋ ସ୍କୁଲର ଅଧ୍ୟକ୍ଷ ଥିଲେ। ଦେଖନ୍ତୁ, ଆକାଶ ବାବୁ ଆଗରୁ ମୋ କଲେଜର ଅଧ୍ୟକ୍ଷ ଥିଲେ। ତାଙ୍କର ଶିକ୍ଷା ଅନୁଷ୍ଠାନ ବାବଦରେ ତାଙ୍କର ଅଭିଜ୍ଞତା ବି କିଛି ରହିଛି। ତାଙ୍କୁ ଶିକ୍ଷାମନ୍ତ୍ରୀ ମିଳିଲେ ସେ ନିଶ୍ଚିତ ଭାବେ ଭଲ କରିବେ ବୋଲି ଆଉ ଜଣେ ଜନସାଧାରଣ ଆମ ପାଖରେ ଅଛନ୍ତି, ସିଧାସଳଖ ଭାବରେ ଆମେ ତାଙ୍କ ଠାରୁ ଆଲୋଚନା କରିବା ଯେ କିଭଳି ଭାବରେ ବର୍ତ୍ତମାନ ପରିସ୍ଥିତିରେ ତାଙ୍କ ମନରେ କ'ଣ ଉତ୍କଣ୍ଠା ରହିଛି। ଏହା ପରିଚୟଟା ଦେବେ। ରାଜେଶ କୁମାର ସିଂ, ବରୁଣ୍ଡେଇ ପଞ୍ଚାୟତ। ଦେଖିବା ବର୍ତ୍ତମାନ ପରିସ୍ଥିତିରେ ଯେଉଁ ମୁଖ୍ୟମନ୍ତ୍ରୀକୁ ନେଇକି କ'ଣ ଆପଣଙ୍କର ଚିନ୍ତାଧାରା ରହିଛି ଏବଂ ମନ୍ତ୍ରୀ ପଦକୁ ନେଇ କ'ଣ ଚିନ୍ତାଧାରା କ'ଣ, ଆମର ମନମୋହନ ସାମଲ, ଆପଣଙ୍କର ଅଛନ୍ତି ସୁରେଶ ପୂଜାରୀ ରେସ୍ରେ। ସୁରେଶ ପୂଜାରୀ ହେଲେ ଭଲ ହବ। ମନ୍ତ୍ରୀ ପଦକୁ ନେଇ ମନ୍ତ୍ରୀ ପଦ କୋରେଇର ଆକାଶ ଦାସ ନାୟକ ଯାଜପୁରର ହେଭି ୱେଟ୍ ନେତାଙ୍କ ମାଆକୁ ହରାଇଛନ୍ତି। ନିଶ୍ଚିତ ଗୋଟେ ଭଲ ମନ୍ତ୍ରୀ ପଦ ପାଇବେ, ଏଥିରେ କିଛି ଦ୍ୱିମତ ନାହିଁ। ତାଙ୍କ ଯେଉଁ ପଦବୀକୁ ନେଇକି କିଭଳି ଭାବରେ ପଦବୀ ତାଙ୍କୁ ମିଳିବ, କେଉଁ ବିଭାଗ ତାଙ୍କୁ ଯୋଉ ଆଗରୁ ସେ ମଧ୍ୟ ବିଧାୟକ ଥିଲେ, ମୋ କଲେଜର ଅଧ୍ୟକ୍ଷ ଥିଲେ। ମୋତେ ଯାହା ଲାଗୁଛି ଆକାଶ ଦାସ ନାୟକ ଏକ ବହୁତ ଭଲ ନେତା। ତାଙ୍କୁ ଯୋଉ ପଦବୀ ଦେଲେ ସୁଚାରୁରୂପେ ସେ ତୁଲେଇ ପାରିବେ। ବର୍ତ୍ତମାନ ଦେଖିବା ଯେଉଁ ଜନସାଧାରଣ ଥିଲେ କୋଉଠି ନା କୋଉଠି ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି। ଜଣେ ଯୋଗ୍ୟ ବିବେଚିତ ବ୍ୟକ୍ତି ବିଶେଷକୁ ମନ୍ତ୍ରୀ ପଦ ଦିଆଗଲେ ବା ବର୍ତ୍ତମାନ ପରିସ୍ଥିତିରେ ଯେଉଁ ମୁଖ୍ୟମନ୍ତ୍ରୀକୁ ନେଇକି ଆଲୋଚନା ପ୍ରତ୍ୟାଲୋଚନା ହେଉଛି ସମଗ୍ର ରାଜ୍ୟରେ, ଜଣେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଦିଆଗଲେ ସେ ରାଜ୍ୟର ଶାସନ ଭାରକୁ ସୁରୁଖୁରୁରେ ଚଲେଇ ପାରିବେ ଏବଂ ରାଜ୍ୟକୁ ଆଗକୁ ବଢ଼େଇ ପାରିବେ ବୋଲି ଜନସାଧାରଣଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଯାଜପୁର ଚକ୍ରଧର ଦାସ, ପ୍ରତିଦିନ।